ଭତ୍ତାକୁ ନେଇ ଆସିଲା ବଡ଼ ଖୁସି ଖବର। ବର୍ତ୍ତମାନ ଭତ୍ତା 3000 ଟଙ୍କା ମିଳିବ। ଆଉ କେଉଁମାନଙ୍କୁ ମିଳିବ ଚାଲନ୍ତୁ ଜାଣିବା। ତା ବିଷୟରେ ପ୍ରକୃତ ଜାଣିବା ପାଇଁ ଭିଡ଼ିଓଟିକୁ ନିହାତି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଜୟ ଜଗନ୍ନାଥ, ମୁଁ ପିକେ ଆପଣମାନଙ୍କୁ ସ୍ୱାଗତ କରୁଛି ପୁଣି ଏକ ନୂଆ ଭିଡ଼ିଓରେ। ଚାଲନ୍ତୁ ଆମେ ଆପ୍ଲାଏ କେମିତି କରିବା ତା ବିଷୟରେ ଜାଣି ପକାଇବା। ପ୍ରଥମେ ଆମେ କୌଣସି ଏକ ବ୍ରାଉଜରକୁ ଯିବା। ବ୍ରାଉଜରକୁ ଗଲା ପରେ SSPD ଲେଖିଲା ପରେ ଏହିପରି ଆପଣମାନଙ୍କୁ ଏକ ପେଜ୍ ଦେଖିବ। ତା ଉପରେ ଆମେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ଏହିପରି ଆପଣମାନଙ୍କୁ ଏକ ପେଜ୍ ଦେଖାଇବ। ପେଜ୍ ଦେଖିଲା ପରେ ଟିକେ ଆମେ ତଳକୁ ଯିବା। ଏଠି ଦେଖିପାରୁଥିବେ ପେନସନ୍ ସ୍କିମ୍, ମ୍ୟାରେଜ୍ ସ୍କିମ୍, NGO ରେଜିଷ୍ଟ୍ରେସନ୍ ସବୁ ପ୍ରକାର ଅଛି। ଆମେ ଯେହେତୁ ଭତ୍ତା ଇଏ କରିବା ପେନସନ୍ ସ୍କିମ୍ ଉପରେ କ୍ଲିକ୍ କରିବା। ତାପରେ ଆପ୍ଲିକେସନ୍ ଫର୍ ବେନିଫିସିଆରୀ ଦେଖିବ। ଏଠି ଦେଖିପାରୁଥିବେ ମଧୁବାବୁ ପେନସନ୍, ନ୍ୟାସନାଲିଟି ପ୍ରୋଗ୍ରାମ, ଫ୍ରି ଲ୍ୟାପଟପ୍ ଡିଷ୍ଟ୍ରିବ୍ୟୁଟର, ବନଶ୍ରୀ ସ୍କଲାରସିପ୍, ମ୍ୟାରେଜ୍ ଇନଭେଷ୍ଟିକ୍ ଓ ଏଠାରେ ମଙ୍ଗଳ ଯୋଜନା। ଯେଉଁ ମଙ୍ଗଳ ଯୋଜନା କହୁନଥିଲେ ଏଠି ନ୍ୟାସନାଲ୍ ଫ୍ୟାମିଲି, ଯେଉଁମାନେ ମଙ୍ଗଳ ଯୋଜନା ଆପ୍ଲାଏ କରିବାକୁ ଚାହୁଁଛନ୍ତି এই ତଳ ଲିଙ୍କରେ ଆପଣ ଲିଙ୍କ କରିବେ। ଆମେ ବର୍ତ୍ତମାନ ମଧୁବାବୁ ପେନସନ୍ ଉପରେ କ୍ଲିକ୍ କରିବା। ପ୍ରୋସିଡ୍ ଉପରେ କ୍ଲିକ୍ କରିବା। କ୍ଲିକ୍ କଲା ପରେ ଏଠି ଦେଖିପାରୁଥିବେ ପେନସନ୍ ଟାଇପ୍ ଅଛି। ପେନସନ୍ ଟାଇପ୍ରେ ଆପଣ କି ପ୍ରକାର ଭତ୍ତା ଆପ୍ଲାଏ କରିପାରିବେ। ଏଠି ଅଛି ଓଲ୍ଡ ଏଜ୍, ୱିଡୋ, ଡିସାବିଲିଟି, ଏମିତି ବହୁତ ପ୍ରକାର ଅଛି। ଆପଣ ଯେଉଁ ପ୍ରକାର ଆପଣଙ୍କର ଅକ୍ଷମତା ତାହା ଆପ୍ଲାଏ କରିବେ। ବର୍ତ୍ତମାନ ମୁଁ ଓଲ୍ଡ ଏଜ୍ ଉପରେ କ୍ଲିକ୍ କରିଦେଉଛି। ତାପରେ ଏଠି ପ୍ରଥମେ ଆପଣ ନାମ ଚୁଜ୍ କରି ନେଇଯିବେ, ଆପଣ ଯାହା ଆପଣଙ୍କର ନାମ ହେଇଥିବ। ତାପରେ ଏଠି ତାଙ୍କ ବାପାଙ୍କ ନାମ ଚୁଜ୍ କରି ନେଇଯିବେ। ତାପରେ ଏଠି ଆପଣ ଡେଟ୍ ଅଫ୍ ବାର୍ଥଟିକୁ ଦେଇଦେବେ। ତାପରେ ଅଟୋମେଟିକ୍ ଏଜ୍ ପଳେଇ ଆସିବ, ଆପଣଙ୍କୁ କିଛି କରିବାକୁ ପଡ଼ିବନି। ଏଠି ଆପଣ ଆଧାର କାର୍ଡ଼ ହେଉ ଭୋଟର କାର୍ଡ଼ ଏଠି ଆପଣ ଅପଲୋଡ଼ କରିବେ। ମନେ ରଖିବେ ୟାକୁ PDF ଫର୍ମାଟ୍ରେ କରିବେ ଏବଂ 200 KB ମଧ୍ୟରେ ରଖିବେ। ଏହାପରେ ମେଲ୍ କି ଫିମେଲ୍ ଚୁଜ୍ କରିବେ, ଆଧାର ନମ୍ବର ଦେବେ, ଭେରିଫାଇ ଉପରେ କ୍ଲିକ୍ କରିବେ। ତାପରେ ଏଠି ଆପଣ ଆଧାରଟିକୁ ସ୍କାନ୍ କରିକି ଅପଲୋଡ଼ କରିବେ। ତାପରେ ଏଠି ମୋବାଇଲ୍ ନମ୍ବର ଦେଇଦେବେ। ଏଠି ନିଜ ରାଜ୍ୟ ଚୁଜ୍ କରି ନେଇଯିବେ, ଜିଲ୍ଲା ଚୁଜ୍ କରି ନେଇଯିବେ, ସବ୍ ଡିଷ୍ଟ୍ରିକ୍ଟ ଚୁଜ୍ କରି ନେଇଯିବେ, ଆଡ୍ରେସ୍ ଟାଇପ୍ ଚୁଜ୍ କରି ନେଇଯିବେ। ତାପରେ ଆପଣଙ୍କର ଏଠି ହାଉସ୍ ଟାଇପ୍, ପ୍ଲଟ୍ ନମ୍ବର ବା ଏଠି ଆପଣଙ୍କର ଭିଲେଜ୍ ନାମ ଦେଇଦେଲେ ବି ଚଳିବ। ତାପରେ ଏଠି ଆପଣ ପିନ୍କୋଡ଼୍ ଦେବେ। ତାପରେ ସୋସିଆଲ୍ କ୍ୟାଟେଗୋରୀରେ ଆପଣ SC ST ଯାହା ବି ଆସିବେ, ଯେଉଁ କ୍ୟାଟେଗୋରୀରେ ଆସିବେ ଦେବେ। ତାପରେ ଇନକମ୍ ସାର୍ଟିଫିକେଟ୍ RI, ଏଇ ଭିତରୁ ଆପଣ ଯେଉଁଟା ବି ଦେଲେ ଆପଣଙ୍କର ଚଳିବ। ଖାସ୍ କରିକି ପୁରୁଣା BPLଟା ଆପଣ ଚୁଜ୍ କରନ୍ତୁ, କାହିଁକିନା ପୁରୁଣା BPLଟା ଭଲ। ତାପରେ ଆଡ଼ିସନାଲ୍ ଡକୁମେଣ୍ଟ ଆପଣ ଏଠି ବି ଯାହା ଡକୁମେଣ୍ଟ ବି ଦେଇପାରନ୍ତି। ତାପରେ ଏଠି ଆପଣଙ୍କର ଗୋଟେ ସିଗ୍ନେଚର୍ ବା ଆଙ୍ଗୁଳି ଚିହ୍ନ ଗୋଟେ ସ୍କାନ୍ କରିକି ଦେବେ। ତାପରେ ଏଠି ଆପଣ ବ୍ୟାଙ୍କ ଡିଟେଲ୍ସ ଆସିଲା। ବ୍ୟାଙ୍କରେ ଆପଣ ବ୍ୟାଙ୍କ ଟାଇପ୍ ଚୁଜ୍ କରି ନେଇଯିବେ। ତାପରେ ବ୍ୟାଙ୍କ ହୋଲ୍ଡର ନାମ ଚୁଜ୍ କରି ନେଇଯିବେ, ନିଜ ନାମକୁ ଚୁଜ୍ କରି ନେଇଯିବେ, ଆକାଉଣ୍ଟ ନମ୍ବର ଦେବେ, IFSC କୋଡ଼୍ ଦେବେ। ତାପରେ ବ୍ୟାଙ୍କ ଚୁଜ୍ କରି ନେଇଯିବେ, ଚୁଜ୍ ୟର୍ ବ୍ରାଞ୍ଚ ଚୁଜ୍ କରି ନେଇଯିବେ। ଏଠି ଅପଲୋଡ଼ଟିକୁ ପାସୱାର୍ଡ଼ଟିକୁ ଅପଲୋଡ଼ କରି ନେଇଯିବେ। ତାପରେ ତିନିଟା ଠିକ୍ ମାରିବେ। ମୁଁ ଫଟୋଟିକୁ ଅପଲୋଡ଼ କରିବା ପାଇଁ କହିଥିଲି, ଏଠି ଫଟୋଟାକୁ ବର୍ତ୍ତମାନ ଅପଲୋଡ଼ କରିନେବେ। ପ୍ରଥମେ ଅପଲୋଡ଼ କରିବେନି। ତାପରେ ଏଠି ସବମିଟ୍ ଉପରେ ଆପଣ କ୍ଲିକ୍ କରିବେ। କ୍ଲିକ୍ କଲା ପରେ ଆପଣଙ୍କର ଏକ ଆପ୍ଲିକେସନ୍ ଫର୍ମ ବାହାରି ପଡ଼ିବ। ଯେଉଁ ଆପ୍ଲିକେସନ୍ ଫର୍ମ ଆପଣ ପ୍ରିଣ୍ଟ ଆଉଟ୍ କରିକି ରଖିବେ, ବେଳେବେଳେ ଆପଣ ଟ୍ରାକ୍ କରିକି ଆପଣ ଜାଣିପାରିବେ। କହିଥିଲେ ଆପଣଙ୍କ ଭତ୍ତା ବଢ଼ିବା କଥା, ବର୍ତ୍ତମାନ ସୁଦ୍ଧା କୌଣସି ଭତ୍ତା ବଢ଼ିବା ପାଇଁ କୌଣସି ନ୍ୟୁଜ୍ ବା କୌଣସି ମୁଖ୍ୟମନ୍ତ୍ରୀ ଆଲୋଚନା କରିନାହାନ୍ତି।